ଖାରିଗୁମା ଗ୍ରାମରେ ଗର୍ଭବତୀ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଖାରିଗୁମା ଗ୍ରାମରେ ଗର୍ଭବତୀ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଛି। ମୃତ ମହିଳା ଜଣକ ହେଉଛନ୍ତି କୁନି ଶବର। ସ୍ୱାମୀ ସଞ୍ଜୟ ଶବର ତାଙ୍କୁ ହତ୍ୟା କରିଥିବା ନେଇ ମୋହନା ଥାନାରେ ଅଭିଯୋଗ ହୋଇଛି। ମୃତକଙ୍କ ଭାଇ କାଳିଆ ମଣ୍ଡଳ ମୋହନା ଥାନାରେ ଅଭିଯୋଗ କରିଥିଲେ। ସୂଚନା ମୁତାବକ ସଞ୍ଜୟ ଶବରଙ୍କ ସହ ଗଞ୍ଜାମ ଜିଲ୍ଲାର କେରାଣୀଯୋଡ଼ି ଗ୍ରାମର କୁନିଙ୍କ ସହ ବିବାହ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଥିବା ବେଳେ ମୃତ ବେଳକୁ ସେ ଗର୍ଭବତୀ ରହିଥିବା ଜଣାପଡ଼ିଛି। ସଞ୍ଜୟ ନିୟମିତ ଭାବେ ମଦ୍ୟପାନ କରି ସ୍ତ୍ରୀ କୁନିଙ୍କୁ ମାରପିଟ କରୁଥିଲେ। ମୃତକଙ୍କ ଭାଇ କାଳିଆ ମଣ୍ଡଳଙ୍କ ଅଭିଯୋଗକୁ ଭିତ୍ତି କରି ମୋହନା ଥାନା କେସ୍ ନମ୍ବର 155/2024ରେ ମାମଲା ରୁଜୁ ହୋଇଛି।